ସ୍ତ୍ରୀ କେଉଁଦିନ ଚୁଡ଼ି ପିନ୍ଧିଲେ ସ୍ୱାମୀଙ୍କର ଆୟୁଷ କମିଯାଏ। ଦର୍ଶକ ବନ୍ଧୁ, ଆଜିର ଏହି କାହାଣୀ ମାଧ୍ୟମରେ ଆମେ ଜାଣିବା ଯେ ସ୍ତ୍ରୀ କେଉଁଦିନ ଚୁଡ଼ି ପିନ୍ଧିବା ଦ୍ୱାରା ସ୍ୱାମୀଙ୍କର ଆୟୁଷ କମିଯାଏ ଓ କେଉଁଦିନ ଚୁଡ଼ି ପିନ୍ଧିବା ଦ୍ୱାରା ସ୍ୱାମୀଙ୍କର ଆୟୁଷ ବୃଦ୍ଧି ପାଇଥାଏ। ଥରେ ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ସାକ୍ଷାତ କରିବା ପାଇଁ ଗଲେ ଏବଂ ପ୍ରଭୁଙ୍କ ପାଖରେ ପହଞ୍ଚି କହିଲେ, ପ୍ରଭୁ, ମୁଁ ଯେତେବେଳେ ଆପଣଙ୍କୁ ସାକ୍ଷାତ କରିବା ପାଇଁ ଆସୁଥିଲି, ଆସିବା ବାଟରେ ମୋର ନଜର ମୃତ୍ୟୁଲୋକ ଉପରେ ପଡ଼ିଲା। ମୁଁ ଦେଖିଲି କି କିଛି ସଧବା ସ୍ତ୍ରୀମାନେ ନିଜ ଭିତରେ ଚର୍ଚ୍ଚା କରୁଥିଲେ କି ସ୍ତ୍ରୀର ଗୋଟେ ଜିନିଷ ଛୁଇଁଦେଲେ ତାର ଭାଗ୍ୟ ବଦଳିଯିବ ଏବଂ ସ୍ତ୍ରୀ ଯଦି ଏହି ଦିନ ଚୁଡ଼ି ପିନ୍ଧିବ ତାର ସ୍ୱାମୀର ଆୟୁଷ କମିଯିବ। ସ୍ୱାମୀ, ମୁଁ ଯେତେବେଳେଠୁ ଏହି ଚର୍ଚ୍ଚା ଶୁଣିଲି ମୋ ମନ ବିଚଳିତ ହେଉଛି। ସେଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି କି ଆପଣ ମୋର ଏହି ଦୁଇଟି ପ୍ରଶ୍ନର ଉତ୍ତର ଦେଇ ମୋ ମନକୁ ଶାନ୍ତ କରନ୍ତୁ। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ମୁଁ ତୁମର ଦୁଇଟି ପ୍ରଶ୍ନର ଉତ୍ତର ଏକ ଛୋଟ କାହାଣୀ ମାଧ୍ୟମରେ ଦେବି। କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି। କାହାଣୀ ଶୁଣାଇଲା ବେଳେ ତୁମେ କାହାଣୀଟିକୁ ମନ ଦେଇ ନିଶ୍ଚୟ ଶୁଣିବ। କାରଣ ଅଧା ଅଧୁରା ଜ୍ଞାନ ଶୁଣିଲେ ଅଧା ଅଧୁରା ଜ୍ଞାନ ପ୍ରାପ୍ତି ହେବ, ଯେଉଁ ଜ୍ଞାନ କୌଣସି କାମରେ ଲାଗିବ ନାହିଁ। ଭଗବାନ ବିଷ୍ଣୁଙ୍କ କଥା ଶୁଣି ମା ଲକ୍ଷ୍ମୀ କହିଲେ, ଠିକ୍ ଅଛି ସ୍ୱାମୀ, ମୁଁ ଆପଣଙ୍କୁ କଥା ଦେଉଛି କି କାହାଣୀଟି ସରିବା ପର୍ଯ୍ୟନ୍ତ ମୁଁ କାହାଣୀଟିକୁ ମନ ଦେଇ ନିଶ୍ଚୟ ଶୁଣିବି। ଏଥର କାହାଣୀ କହିବା ଆରମ୍ଭ କରନ୍ତୁ। ଭଗବାନ ବିଷ୍ଣୁ କହିଲେ, ଗୋଟିଏ ନଗରୀରେ ଜଣେ ସାହୁକାର ରହୁଥିଲେ। ସେ ବହୁତ ଧନବାନ ଥିଲେ। ତାଙ୍କ ପାଖରେ ସବୁ କିଛି ଥିଲା। ଭଲ ବ୍ୟବସାୟ ଓ ରହିବା ପାଇଁ ବଡ଼ ଘର ବି ଥିଲା ଏବଂ ତାଙ୍କର 3ଟି ପୁତ୍ର ଥିଲେ। ସମସ୍ତଙ୍କର ବିବାହ ହୋଇସାରିଥିଲା। ସାହୁକାରଙ୍କର 3 ବୋହୂ ଥିଲେ ଓ ସେମାନଙ୍କର ସ୍ୱଭାବ ମଧ୍ୟ ବହୁତ ଭଲ ଥିଲା। ବୋହୂମାନେ ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କର ବହୁତ ସେବା ଯତ୍ନ କରୁଥିଲେ। ସେଥିପାଇଁ ଘରେ ସର୍ବଦା ସୁଖ ଓ ଶାନ୍ତିର ବାତାବରଣ ରହୁଥିଲା। କିନ୍ତୁ ସାହୁକାରଙ୍କର ବଡ଼ ପୁଅର ସ୍ୱଭାବ ଆଦୌ ଭଲ ନଥିଲା। ତେଣୁ ସାହୁକାରଙ୍କର ବଡ଼ ପୁଅଙ୍କ ସହିତ ବାପା ମା ଭଲ ପଡ଼ୁନଥିଲେ। ତେଣୁ ସାହୁକାର ତାଙ୍କର ଧନ ସମ୍ପତ୍ତିକୁ ବଡ଼ ପୁଅକୁ ଦେଲେ ନାହିଁ, ବରଂ 2 ପୁଅ ଓ 3 ବୋହୂଙ୍କ ମଧ୍ୟରେ ବାଣ୍ଟି ଦେଲେ। ଏହି କାରଣରୁ ବଡ଼ ପୁଅର ଆର୍ଥିକ ଅବସ୍ଥା ଭଲ ରହିଲା ନାହିଁ। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ସାହୁକାର ସବୁବେଳେ ନିଜ ମନ ଭିତରେ ଚିନ୍ତା କରୁଥିଲେ କି ଭଗବାନ, ମୋତେ ସବୁ କିଛି ଦେଲ, କିନ୍ତୁ ଗୋଟିଏ ଝିଅ ଦେଲ ନାହିଁ। ଯଦି ମୋର ଗୋଟିଏ ଝିଅ ଥାଆନ୍ତା, ତେବେ ମୁଁ ତାକୁ ମୋ ମନର ସବୁ କଥା କହିଥାନ୍ତି। ତାକୁ ବହୁତ ସ୍ନେହ ଶ୍ରଦ୍ଧା କରିଥାନ୍ତି। ସାହୁକାର ନିଜ ପତ୍ନୀଙ୍କ ସହିତ ଜୀବନ ଅତିବାହିତ କରୁଥିଲେ, କିନ୍ତୁ କନ୍ୟା ସନ୍ତାନ ନଥିବା କାରଣରୁ ମନ ଭିତରେ ବହୁତ ଦୁଃଖ ଅନୁଭବ କରୁଥିଲେ। ସାହୁକାର ସଦାବେଳେ ନିଜ ଘର ପାଖରେ ଥିବା ମନ୍ଦିରକୁ ଯାଉଥିଲେ ରାଧାରାଣୀଙ୍କୁ ଦର୍ଶନ କରିବା ପାଇଁ। ଗୋଟିଏ ଦିନ ଯେତେବେଳେ ସାହୁକାର ରାଧାରାଣୀଙ୍କୁ ଦର୍ଶନ କରିବା ପାଇଁ ଗଲେ, ସେତେବେଳେ ସେ ସେହି ମନ୍ଦିରରେ ଜଣେ ସାଧୁଙ୍କୁ ଦେଖିଲେ। ସାହୁକାରଙ୍କୁ ଦୁଃଖୀ ଦେଖି ସାଧୁ ଜଣକ ପଚାରିଲେ, ତୁମେ କିଏ? କାହିଁକି ଦୁଃଖୀ ଅଛ? ସାହୁକାର କହିଲେ, ମୋର ଗୋଟିଏ ଝିଅ ନାହିଁ ବୋଲି ମୁଁ ସର୍ବଦା ଦୁଃଖୀ ରହୁଛି। ସାଧୁ ସ୍ମିତହାସ୍ୟ ହୋଇ କହିଲେ, ଯଦି ଜୀବନରେ କାହାର ଅଭାବ ଅଛି, ତେବେ ସେହି ଜାଗାରେ ଭଗବାନଙ୍କୁ ବସେଇ ଦିଅ। ସାହୁକାର କହିଲେ, ମୋର କେହି ଝିଅ ନାହାନ୍ତି, ତେବେ ମୋର କ'ଣ କରିବା ଉଚିତ? ସାଧୁ କହିଲେ, ତୁମେ ରାଧାରାଣୀଙ୍କୁ ନିଜର ଝିଅ ବୋଲି ମାନିନିଅ। ସାଧୁ ମହାରାଜଙ୍କ କଥା ଶୁଣି ସାହୁକାର ଦିନ ସାରା ରାଧାରାଣୀଙ୍କର ଏକ ବଡ଼ ଚିତ୍ର ଆଣିଲେ ଏବଂ ଘରେ ଲଗାଇଦେଲେ। ସେବେଠାରୁ ସାହୁକାରଙ୍କର ପୂରା ଜୀବନ ବଦଳିଗଲା। ସେ ଉଠିଲେ, ବସିଲେ, ଶୋଇଲେ, ଜାଗିଲେ ରାଧାରାଣୀଙ୍କୁ ନିଜର ଝିଅ ଭାବି ତା ସହିତ କଥାବାର୍ତ୍ତା ହେବାକୁ ଲାଗିଲେ। ସାହୁକାର ନିଜର ଝିଅ ରାଧାରାଣୀଙ୍କୁ ନିଜର ମନ କଥା କହି ଖୁସି ଅନୁଭବ କରିବା ପାଇଁ ଲାଗିଲେ। ଏହିପରି ଭାବରେ ସାହୁକାରଙ୍କର ରାଧାରାଣୀଙ୍କ ପାଖରେ ଏମିତି ମନ ଲାଗିଗଲା ଯେ ସେ ଯେତେବେଳେ ଦୋକାନକୁ ଯାଉଥିଲେ ରାଧାରାଣୀଙ୍କୁ ଭୋଗ ଲଗାଇ ପ୍ରସାଦ ପାଇ ଯାଉଥିଲେ ଏବଂ ସନ୍ଧ୍ୟାବେଳକୁ ଫେରି
ରାଧାରାଣୀଙ୍କୁ ପ୍ରଣାମ କରି ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ ଏବଂ ଭୋଗ ଲଗେଇ ତାର ପ୍ରସାଦ ସେବନ କରି ଶୋଇଯାଉଥିଲେ। ସାହୁକାର ଯେବେଠାରୁ ରାଧାରାଣୀଙ୍କୁ ନିଜର ଝିଅ ଭାବରେ ସ୍ୱୀକାର କରୁଥିଲେ, ସେବେଠାରୁ ସେ ଖୁସିରେ ଜୀବନ ଅତିବାହିତ କରୁଥିଲେ। ଯେତେବେଳେ କିଏ ପଚାରୁଥିଲା, ତୁମର କେତୋଟି ପିଲା? ସାହୁକାର କହୁଥିଲେ, ମୋର 3ଟି ପୁଅ, 3 ବୋହୂ ଓ ଗୋଟିଏ ଝିଅ। ଭଗବାନ ବିଷ୍ଣୁ କହିଲେ, ଦେବୀ, ଗୋଟିଏ ଦିନ ସାହୁକାରଙ୍କ ଘରକୁ ଚୁଡ଼ି ପିନ୍ଧାଳି ମନିହାରିଣୀ ଆସିଲା। କିନ୍ତୁ ରାଧାରାଣୀ ଚିନ୍ତା କରିଲେ, ଆଜି ତ ଠିକ୍ ଦିନ ନୁହେଁ। ଆଜିର ଦିନରେ ଚୁଡ଼ି ପିନ୍ଧିବା ଆଦୌ ଶୁଭ ନୁହେଁ। ରାଧାରାଣୀ ନିଜ ମାୟାରେ ଚୁଡ଼ିର ରଙ୍ଗ ଖରାପ କରିଦେଲେ। ସେଥିପାଇଁ ସାହୁକାରଙ୍କ ବୋହୂମାନେ ଚୁଡ଼ି ନ ପିନ୍ଧି ମନିହାରିଣୀକୁ ଫେରାଇ ଦେଲେ। ତାପରେ ମନିହାରିଣୀ ଘରକୁ ଗଲା ପରେ ଚୁଡ଼ିର ରଙ୍ଗ ସୁନ୍ଦର ହୋଇଯାଇଥିଲା। ତାପରେ ମନିହାରିଣୀ ଚୁଡ଼ିକୁ ନେଇ ସାହୁକାରଙ୍କ ଘରକୁ ଆସିଲା। ଏଥର ସାହୁକାରଙ୍କର 3 ବୋହୂ ଚୁଡ଼ି ପିନ୍ଧିଲେ ଓ ସ୍ୱୟଂ ରାଧାରାଣୀ ଚୁଡ଼ି ପିନ୍ଧିବା ପାଇଁ ପ୍ରକଟ ହେଲେ। ଯେତେବେଳେ ମନିହାରିଣୀ ରାଧାରାଣୀଙ୍କ ସ୍ୱରୂପ ଦେଖିଲା, ସେ ପୂରାପୂରି ସ୍ତବ୍ଧ ହୋଇଗଲା। ରାଧାରାଣୀ ମନିହାରିଣୀଙ୍କୁ କହିଲେ, ମୋତେ ବି ଚୁଡ଼ି ପିନ୍ଧାଅ। ରାଧାରାଣୀଙ୍କ ପାଟି ଶୁଣି ମନିହାରିଣୀ ଭାବିଛି କି ବୋଧହୁଏ ସାହୁକାରଙ୍କ ଘରକୁ କେହି ଅତିଥି ଆସିଛନ୍ତି, କାହିଁକିନା ସେ ଯେବେଠାରୁ ସାହୁକାରଙ୍କ ଘରକୁ ଚୁଡ଼ି ପିନ୍ଧାଇବା ପାଇଁ ଆସେ, ସେତେବେଳେ ସାହୁକାରଙ୍କର 3 ବୋହୂ ଚୁଡ଼ି ପିନ୍ଧିବା ପାଇଁ ଆସନ୍ତି। ମନିହାରିଣୀ ଏମିତି ସବୁ ଚିନ୍ତା କରି ରାଧାରାଣୀକୁ ଚୁଡ଼ି ପିନ୍ଧେଇ ଦେଲେ ଏବଂ ରାଧାରାଣୀ ଚୁଡ଼ି ପିନ୍ଧି ସାରିବା ପରେ ଏକ ଓଟ ଉପରେ ବସି ଅନ୍ତର୍ଧ୍ୟାନ ହୋଇଗଲେ। ସମସ୍ତଙ୍କୁ ଚୁଡ଼ି ପିନ୍ଧାଇ ସାରିବା ପରେ ମନିହାରିଣୀ ତାର ପ୍ରାପ୍ୟ ନେବା ପାଇଁ ସାହୁକାରଙ୍କ ଦୋକାନକୁ ଗଲା। ମନିହାରିଣୀ କହିଲା, ଘରକୁ ଚୁଡ଼ି ପିନ୍ଧାଇବା ପାଇଁ ଯାଇଥିଲି। 3 ବୋହୂଙ୍କୁ ଚୁଡ଼ି ପିନ୍ଧାଇ ସାରି ଆସିଲି। ତାପରେ ସାହୁକାର ମନିହାରିଣୀଙ୍କୁ ସବୁବେଳେ ଯେତିକି ଟଙ୍କା ଦେଉଥିଲେ ସେତିକି ଟଙ୍କା ଦେଲେ। କିନ୍ତୁ ମନିହାରିଣୀ କହିଲା, ଆଜ୍ଞା, ମୁଁ ଆଜି 3 ଜଣଙ୍କୁ ନୁହେଁ 4 ଜଣଙ୍କୁ ଚୁଡ଼ି ପିନ୍ଧାଇଛି, ତେଣୁ ମୋର ଅଧିକା ଟଙ୍କା ଦରକାର। ମନିହାରିଣୀ କଥା ଶୁଣି ସାହୁକାର କହିଲେ, ମୋ ଘରେ ତ 3 ବୋହୂ ଅଛନ୍ତି, ତୁମେ 4 ଜଣଙ୍କୁ ଚୁଡ଼ି କିପରି ପିନ୍ଧାଇଲ? ମନିହାରିଣୀ କହିଲା, ଆଜ୍ଞା, ମୁଁ କେବଳ ଏତିକି ଜାଣିଛି, ମୁଁ ଆପଣଙ୍କ ଘରେ 4 ଜଣଙ୍କୁ ଚୁଡ଼ି ପିନ୍ଧାଇଛି। ସାହୁକାର କହିଲେ, ଠିକ୍ ଅଛି, ତୁମେ ଏବେ 3 ଜଣଙ୍କର ପଇସା ନିଅ। ମୁଁ ଘରକୁ ଯାଇ ବୁଝି ଆସିଲା ପରେ ଯେ ଆପଣ କାହାକୁ ଚୁଡ଼ି ପିନ୍ଧାଇଛନ୍ତି, ତାପରେ ପଇସା ଦେବି। ମନିହାରିଣୀ କହିଲା, ଠିକ୍ ଅଛି ଆଜ୍ଞା, ଆପଣ ଯାଇ ପ୍ରଥମେ ବୁଝି ଆସନ୍ତୁ, ତାପରେ ପଇସା ଦେବେ କହି ସେ ସେଠାରୁ ଚାଲିଗଲା। ସନ୍ଧ୍ୟାରେ ଯେତେବେଳେ ସାହୁକାର ଘରକୁ ଆସିଲେ, ସାହୁକାର ମନିହାରିଣୀ କଥା ଘରେ ପଚାରିଲେ। ବୋହୂମାନେ କହିଲେ, ଆମେ 3 ଜଣ ହିଁ ଚୁଡ଼ି ପିନ୍ଧିଛୁ। ସାହୁକାର କହିଲେ, ମୁଁ ସେଇ କଥା ମନିହାରିଣୀଙ୍କୁ ସେତେବେଳଠୁ ବୁଝାଉଛି, କିନ୍ତୁ ମନିହାରିଣୀ କହୁଛି, ତୁମ ଘରେ 4ର୍ଥ ଲୋକଙ୍କୁ ଚୁଡ଼ି ପିନ୍ଧାଇଛି। ବୋହୂମାନେ କହିଲେ, ଏଇ 4ର୍ଥ ଲୋକ କିଏ? ସାହୁକାର କହିଲେ, ମୁଁ କିଛି ବୁଝିପାରୁନି। ଏକଥା କହି ନିଜ କାର୍ଯ୍ୟରେ ଲାଗିପଡ଼ିଲେ। ସାହୁକାର ରାଧା ରାଧା ଜପି ଜପି ରାଧାରାଣୀଙ୍କୁ ଭୋଗ ଲଗେଇ ରାତ୍ରିରେ ଶୋଇପଡ଼ିଲେ। ଯେତେବେଳେ ତାଙ୍କୁ ନିଦ ଆସିଗଲା, ତାଙ୍କ ସ୍ୱପ୍ନରେ ରାଧାରାଣୀ ପ୍ରକଟ ହେଲେ ଓ ରାଧାରାଣୀଙ୍କ ଆଖିରେ ଅଶ୍ରୁ ଥିଲା। ସାହୁକାର ପଚାରିଲେ, ଝିଅ, ତୁମେ ଉଦାସ କାହିଁକି ଅଛ? ଶ୍ରୀ ରାଧାରାଣୀ କହିଲେ, ଆପଣ ମୋତେ ଝିଅ କରିଲେ, କିନ୍ତୁ ଆପଣ ମୋ ମନ କଥା ସମ୍ପୂର୍ଣ୍ଣ ଭୁଲିଗଲେ। ସେଥିପାଇଁ ମୁଁ ବହୁତ ଦୁଃଖୀ। ଏହି କଥା ଶୁଣି ସାହୁକାର ସ୍ୱପ୍ନରେ କାନ୍ଦି କାନ୍ଦି କହିଲେ, ଝିଅ, ମୋତେ କ୍ଷମା କରିଦେ, ମୋର ଭୁଲ ହୋଇଯାଇଛି। ଏକଥା କହି ସାହୁକାର ତୁରନ୍ତ ଉଠି ଠିଆ ହୋଇପଡ଼ିଲେ। ତାଙ୍କର ଆଖିରୁ ଅଶ୍ରୁ ଧାର ଧାର ହୋଇ ବହି ଚାଲିଗଲା। ସାହୁକାର ସିନ୍ଦୁକରୁ ପଇସା ବାହାର କରି ମନିହାରିଣୀ ଘର ଆଡ଼କୁ ଆଗେଇ ଚାଲିଲେ। ସାହୁକାର ମନିହାରିଣୀ ଘର ପାଖରେ ଠିଆ ହୋଇ କବାଟ ବାଡ଼େଇଲେ। ଯେତେବେଳେ ମନିହାରିଣୀ କବାଟ ଖୋଲିଲା, ସେ ଦେଖିଲା ସାହୁକାର ଠିଆ ହୋଇଛନ୍ତି ଏବଂ ତାଙ୍କ ଆଖିରୁ ଅଶ୍ରୁର ଧାର ଧାର ହୋଇ ବହି ଚାଲିଛି। ସାହୁକାର ମନିହାରିଣୀଙ୍କୁ କହିଲେ, ତୁମ ଭଳି ବଡ଼ ଭାଗ୍ୟ କାହାର ନାହିଁ।
ତୁମେ ବହୁତ ଭାଗ୍ୟବାନ। ମନିହାରିନ୍ କହିଲା, ଆଜ୍ଞା, କ'ଣ ହେଲା? ଏମିତି କାହିଁକି କହୁଛନ୍ତି? ସାହୁକାର କହିଲେ, ମୁଁ ରାଧାରାଣୀକି ମୋ ଝିଅ କରିଛି, କିନ୍ତୁ ମୁଁ ତାକୁ କେବେ ହେଲେ ମୋ ଆଖିରେ ଦେଖିନଥିଲି। କିନ୍ତୁ ତୁମେ ଆଜି ତୁମ ନିଜ ହାତରେ ତାଙ୍କୁ ଚୁଡ଼ି ପିନ୍ଧାଇଛ। ତୁମଠାରୁ ଭାଗ୍ୟଶାଳୀ ଆଉ କେହି ବି ନୁହନ୍ତି। ମୁଁ ତୁମକୁ ମୋ ଝିଅ ପିନ୍ଧିଥିବା ଚୁଡ଼ିର ପଇସା ଦେବାକୁ ଆସିଛି। ଏହା କହି ସାହୁକାର ଆଣିଥିବା ମୁଦ୍ରାଥଳିକୁ ତାଙ୍କ ହାତରେ ଧରେଇ ଦେଲେ, ଆଉ କହିଲେ, ଯାହା ନେବାର ଅଛି ଏଥିରୁ ନେଇଯାଅ। ଯେତେବେଳେ ମନିହାରିନ୍ ଜାଣିଲା ସ୍ୱୟଂ ରାଧାରାଣୀ ତା ହାତରୁ ଚୁଡ଼ି ପିନ୍ଧିବା ପାଇଁ ଆସିଥିଲେ, ତା ଆଖିରୁ ଅଶ୍ରୁର ଧାର ବହିବା ପାଇଁ ଲାଗିଲା। ମନିହାରିନ୍ କହିଲା, ସାହୁକାର ଆଜ୍ଞା, ରାଧାରାଣୀଙ୍କୁ ଚୁଡ଼ି ପିନ୍ଧାଇବାର ପଇସା ମୁଁ କିପରି ଆପଣଙ୍କ ପାଖରୁ ନେଇପାରିବି? ମନିହାରିନ୍ କହିଲା, ଏମିତି ସୌଭାଗ୍ୟ କାହାକୁ ବା ମିଳିପାରିବ, ଯାହା ମୋତେ ମିଳିଥିଲା। ମୁଁ ନିଜ ହାତରେ ସ୍ୱୟଂ ରାଧାରାଣୀଙ୍କୁ ଚୁଡ଼ି ପିନ୍ଧାଇଛି। ମୁଁ ଆପଣଙ୍କଠାରୁ ପଇସା ନେଇପାରିବି ନାହିଁ। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ। ସାହୁକାର କିନ୍ତୁ ମନିହାରିନ୍ର କୌଣସି କଥା ଶୁଣିନଥିଲେ। ମୁଦ୍ରା ଥଳିଟିକୁ ତା ଘରେ ରଖିଦେଇ ସାହୁକାର ଚାଲି ଆସିଲେ ନିଜ ଘରକୁ। ତାପରେ ନିଜ ସ୍ତ୍ରୀକୁ ଧରି ଚାଲିଗଲେ ରାଧାରାଣୀଙ୍କ ମନ୍ଦିରକୁ। ସେହିଦିନଠାରୁ ସାହୁକାର ନିଜର ସବୁ କିଛି ତ୍ୟାଗ କରି ସନ୍ନ୍ୟାସୀ ହୋଇଗଲେ ଓ ନିଜର ଶେଷ ଜୀବନକୁ ଶ୍ରୀ ରାଧାରାଣୀଙ୍କ ଭକ୍ତିରେ ତାଙ୍କ ମନ୍ଦିରରେ କାଟିଦେଲେ। ସାହୁକାର ଓ ତାଙ୍କର ପତ୍ନୀ ରାଧାରାଣୀଙ୍କ ଭକ୍ତିରେ ହଜିଗଲେ। ଏପଟେ ରାଧାରାଣୀ ସାହୁକାରଙ୍କ ବଡ଼ ପୁଅକୁ ଆସି କହିଲେ, ତୁମେ ନିଜ ମାଆର ସେବା କରୁନାହଁ, ସେଥିପାଇଁ ତୁମର ଏହିଭଳି ସ୍ଥିତି ହୋଇଛି। ତୁମେ ଆଜିଠାରୁ ନିଜ ମାଆର ପାଦ ଛୁଇଁବା ଆରମ୍ଭ କର। ରାତାରାତି ତୁମର କିଭଳି ଭାଗ୍ୟ ବଦଳିଯିବ ତାହା ତୁମେ ଦେଖିବ। ଏହିଭଳି ଭାବରେ ସାହୁକାରର ବଡ଼ ପୁଅ ପ୍ରତିଦିନ ତା ମାଆର ପାଦ ଛୁଇଁବା ପାଇଁ ଲାଗିଲା ଏବଂ ଧୀରେ ଧୀରେ ସେ ବଡ଼ ଲୋକ ହୋଇଗଲା ଏବଂ ଧନ ସମ୍ପତ୍ତିର ତାର କୌଣସି ଅଭାବ ରହିଲା ନାହିଁ। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ତୁମର ପ୍ରଥମ ପ୍ରଶ୍ନର ଉତ୍ତର ଏବେ ଶୁଣ। ତୁମର ପ୍ରଥମ ପ୍ରଶ୍ନ ଥିଲା, ସ୍ତ୍ରୀକୁ ନ ପଚାରି ତାର କେଉଁ ଜିନିଷ ଛୁଇଁଦେଲେ ରାତାରାତି ଭାଗ୍ୟ ବଦଳିଯାଏ। ଏହି କଥାଟିକୁ ଭଲରେ ବୁଝ ଦେବୀ। ଯେଉଁ ମଣିଷ ସାହୁକାରର ବଡ଼ ପୁଅ ପରି ନିଜ ମାଆର ପାଦ ଛୁଇଁ ସେବା କରିବ ଏବଂ ମାଆର ଚରଣାମୃତ ପାନ କରିବ, ସେ ଲୋକର ଶୋଇ ରହିଥିବା ଭାଗ୍ୟ ରାତାରାତି ଚମକିଯିବ। ସେ ଗୋଟେ ଦିନ ବହୁତ ବଡ଼ ଲୋକ ନିଶ୍ଚୟ ହେବ। ଭଗବାନ ବିଷ୍ଣୁ କହିଲେ, ତୁମର ଦ୍ୱିତୀୟ ପ୍ରଶ୍ନ ଶୁଣ ଦେବୀ। ଏବେ ତୁମର ଦ୍ୱିତୀୟ ପ୍ରଶ୍ନ ଶୁଣିବାର ପାଳି। ସ୍ତ୍ରୀ କେଉଁଦିନ ଚୁଡ଼ି ପିନ୍ଧିଲେ ତାର ସ୍ୱାମୀର ଆୟୁଷ କମିଯାଏ? ଯେଉଁଦିନ ମନିହାରିନ୍ ସାହୁକାରଙ୍କର 3 ବୋହୂଙ୍କୁ ଚୁଡ଼ି ପିନ୍ଧାଇବା ପାଇଁ ଆସିଥିଲା, ସେଦିନ ରାଧାରାଣୀ ଦେଖିଲେ କି ମଙ୍ଗଳବାର ଥିଲା। ସେଥିପାଇଁ ରାଧାରାଣୀ ତାଙ୍କ ମାୟାରେ ଚୁଡ଼ିର ରଙ୍ଗକୁ କଳା କରିଦେଲେ, ଯେଉଁଥିପାଇଁ ସାହୁକାରଙ୍କର ବୋହୂମାନଙ୍କୁ ଚୁଡ଼ିର ରଙ୍ଗ ପସନ୍ଦ ହେଲାନି। 2 ଦିନ ପରେ ଅର୍ଥାତ୍ ଶୁକ୍ରବାର ଦିନ ଚୁଡ଼ି ନେଇ ମନିହାରିନ୍ ଆସିଲା। ରାଧାରାଣୀଙ୍କ କୃପାରୁ ଚୁଡ଼ିର ରଙ୍ଗ ପୁଣି ସୁନ୍ଦର ହୋଇଗଲା। ସେଦିନ ସାହୁକାରଙ୍କର 3 ବୋହୂ ଓ ରାଧାରାଣୀ ଚୁଡ଼ି ପିନ୍ଧିଲେ। ଏହିପରି ଭାବରେ ସବୁଦିନ ସଚେତନ ରହିବା ପାଇଁ ରାଧାରାଣୀ ସାହୁକାରଙ୍କର ବଡ଼ ପୁଅ ପରି 3 ବୋହୂଙ୍କ ସ୍ୱପ୍ନରେ ଆସି ଚୁଡ଼ିର ମହତ୍ତ୍ୱ ବିଷୟରେ କହିଲେ କି ସବୁ ସଧବା ସ୍ତ୍ରୀମାନେ ଚୁଡ଼ି ପିନ୍ଧିବା ପୂର୍ବରୁ ଏହି କଥା ଉପରେ ଗୁରୁତ୍ୱ ଦେବା ଦରକାର। ସଧବା ସ୍ତ୍ରୀମାନେ ସଦାବେଳେ 21ଟି ଚୁଡ଼ି ପିନ୍ଧିବା ଦରକାର। ନୂଆ ଚୁଡ଼ି ସର୍ବଦା ସକାଳେ କିମ୍ବା ସନ୍ଧ୍ୟାବେଳେ ପିନ୍ଧିବା ଉଚିତ। ନୂଆ ଚୁଡ଼ି ସର୍ବଦା ଶୁକ୍ରବାର କିମ୍ବା ରବିବାର ଦିନ ପିନ୍ଧିବା ଦ୍ୱାରା ସ୍ୱାମୀଙ୍କର ଆୟୁଷ ବଢ଼ିଥାଏ। ଚୁଡ଼ି ମଙ୍ଗଳବାର ଦିନ କିମ୍ବା ଶନିବାର ଦିନ କିଣିବା କିମ୍ବା ପିନ୍ଧିବା ଉଚିତ ନୁହେଁ। ଏମିତି କଲେ ସ୍ୱାମୀଙ୍କର ଆୟୁଷ କମିଯାଏ। ଚୁଡ଼ି 16 ଶୃଙ୍ଗାର ମଧ୍ୟରୁ ଗୋଟିଏ ଅଟେ। ସେଥିପାଇଁ ବୁଝି ବିଚାରି ସଠିକ୍ ଦିନ ଓ ସଠିକ୍ ସମୟରେ ଚୁଡ଼ି ପିନ୍ଧିବା ଉଚିତ।